ଏବେ ନିର୍ବାଚନ ସରିଛି ଆଉ ବଡ଼ ଖବର ଆସିଛି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କ୍ୟାବିନେଟ୍ରେ ନିଆଗଲା ବଡ଼ ନିଷ୍ପତ୍ତି ଆଉ ଆବାସ ଯୋଜନାରେ ମିଳିବ ଆଉ 3 କୋଟି ଘର। ତେବେ କେବେ ସୁଦ୍ଧା ଏଇଟା ମିଳିବ ଏବଂ ଆପଣମାନେ ଏହାର ନିୟମଗୁଡ଼ିକ ଜାଣି ରଖନ୍ତୁ ଏବଂ 3 କୋଟି ଘର କେଉଁମାନଙ୍କୁ ମିଳିବ ଏଇଟା ଆପଣମାନେ ଜାଣିପାରିବେ ଏହି ଭିଡ଼ିଓରେ। ଆମ ଓଡ଼ିଶାରେ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି, ସେଥିମଧ୍ୟରେ ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରରେ ସେଥିରେ ଆପଣଙ୍କ ଆବାସ ଯୋଜନାରେ ଲିଷ୍ଟ ଆସିବ କି ନାହିଁ, ଆପଣମାନେ ସେଇଟା ମଧ୍ୟ ଓଡ଼ିଶାରେ କେତେ ଘର ଆସିପାରେ ଆଉ ପ୍ରଧାନମନ୍ତ୍ରୀ ଏହି କ୍ୟାବିନେଟ୍ ପ୍ରଥମ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଡ଼ ବଡ଼ ଖବର ଆସୁଛି ଆଉ ଆପଣମାନଙ୍କୁ ଗୋଟିଏ ଆର୍ଟିକାଲର ମୁଁ ପୋଷ୍ଟ ଦେଖେଇବି ଯାହାକି ପ୍ରଧାନମନ୍ତ୍ରୀ କେବେ ଆପଣମାନଙ୍କୁ ଏ ଘର ଦେବେ ଆଉ 3 କୋଟି ଘର କେବେ ମିଳିବ, କ'ଣ ନିୟମ ରହିଛି ତାହା ମଧ୍ୟ ଜାଣିପାରିବେ। ପ୍ରଥମ କ୍ୟାବିନେଟ୍ରେ ନିଆଗଲା ବଡ଼ ନିଷ୍ପତ୍ତି ଆବାସ ଯୋଜନାରେ ମିଳିବ ଆଉ 3 କୋଟି ଘର। ତେବେ ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟ୍ ନିଆଗଲା ବଡ଼ ନିଷ୍ପତ୍ତି, ତୃତୀୟ ପାଳିରେ ଦ୍ୱିତୀୟ ବଡ଼ ଘୋଷଣା କଲେ ମୋଦି ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗୃହହୀନ ପାଇଁ ଆଉ ଏକ 3 କୋଟି ଘର ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ମନ୍ତ୍ରିମଣ୍ଡଳରେ ନିଷ୍ପତ୍ତି ନିଆଯାଇଛି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା PMAY ଅଧୀନରେ 3 କୋଟି ଗ୍ରାମୀଣ ତଥା ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସରକାର ସହାୟତା କରିବେ। ତେବେ ଏହି ଆର୍ଟିକାଲରେ ଆପଣମାନେ ଜାଣିପାରିଲେ ଯେ 3 କୋଟି ଘର ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ଆଉ ବହୁତ ଜଲ୍ଦି ଏହି 3 କୋଟି ଘର ନିର୍ମାଣ ହେବ। ଭାରତ ସରକାର 2015-16 ବର୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ଗ୍ରାମୀଣ ତଥା ସହରାଞ୍ଚଳ ପରିବାରକୁ ମୌଳିକ ସୁବିଧା ସହ ଘର ନିର୍ମାଣରେ ସହାୟତା ଯୋଗାଇବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗତ 10 ବର୍ଷ ମଧ୍ୟ ଯୋଗ୍ୟ ଗରିବ ପରିବାର ପାଇଁ ମୋଟ 4.21 କୋଟି ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତେବେ 10 ବର୍ଷରେ ଏତିକି, ତାହେଲେ ଆପଣମାନଙ୍କୁ ଏବେ 3 କୋଟି ଘର ଆସିବାକୁ ଯାଉଛି। ଏହା ନରେନ୍ଦ୍ର ମୋଦିଙ୍କର PM ଭାବେ ତୃତୀୟ କାର୍ଯ୍ୟାଳୟ ଆରମ୍ଭ ହୋଇଯାଇଛି ଏବଂ ସେ 72 ମନ୍ତ୍ରୀଙ୍କ ସହ ରବିବାର ଦିନ ଶପଥ ନେଇଛନ୍ତି। ଆଉ ଆଗକୁ ଅନଲାଇନ୍ ମଧ୍ୟ ହେବ କି ନାହିଁ ଆପଣଙ୍କ ବହୁତ ମନରେ ଡାଉଟ୍ ଅଛି। ବହୁତ ଜଣ ଭିଡ଼ିଓ ମଧ୍ୟ କରୁଛନ୍ତି ଅନଲାଇନ୍ରେ ଆବେଦନ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ତେବେ ରୁରାଲ୍ ଏରିଆରେ ହେଉନାହିଁ, ଗ୍ରାମାଞ୍ଚଳରେ ସେଇଟା ଆବେଦନ ହେଉନାହିଁ। ସହରାଞ୍ଚଳରେ ଆବେଦନ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନରେ ଆବେଦନ କରିପାରିବେ। ଆଉ ଏଇଟା ଆପଣମାନଙ୍କୁ ନୂଆ ପ୍ରୋସେସ୍ ଆଉ କେମିତି ଲିଷ୍ଟ ଚେକ୍ ହେବ, ଯଦି ଘର ଆସେ ତାହେଲେ ଲିଷ୍ଟ ଆପଣ ଚେକ୍ କେମିତି କରିପାରିବେ ସେଇଟା ମଧ୍ୟ ଆପଣମାନଙ୍କୁ ନେକ୍ସଟ ଭିଡ଼ିଓରେ କହିବି। ଆଉ ଚ୍ୟାନେଲକୁ ଆସିଥିଲେ ଗୋଟେ ସବସ୍କ୍ରାଇବ୍ କରିକି ରଖନ୍ତୁ।